ଏହି ସଂସାରରେ 8 ଜଣ ଚଣ୍ଡାଳ ଅଛନ୍ତି। ତାହେଲେ ସେଇ ଚଣ୍ଡାଳ ମାନେ କିଏ ଆଜି ଆମେ ଆଲୋଚନା କରିବା। ଏହି ସଂସାରରେ 56 କୋଟି ଜୀବ ଅଛନ୍ତି। ସେମାନଙ୍କ ମଧ୍ୟରୁ 14 କୋଟି ହେଲେ ଉଡ଼ା ପକ୍ଷୀ, ଆଉ 14 କୋଟି ହେଲେ ବୁଡ଼ା ପକ୍ଷୀ, ପୁଣି ଆଉ 14 କୋଟି ହେଲେ ଚଳ, ଆଉ 14 କୋଟି ହେଲେ ଅଚଳ। ତାହେଲେ ଶାସ୍ତ୍ର ଯେଉଁ କଥା କହନ୍ତି ଏ ସଂସାରରେ ଯେଉଁ 8 ଜଣ ଚଣ୍ଡାଳ ଅଛନ୍ତି ସେହି ଚଣ୍ଡାଳ ମାନେ କିଏ ନା ପ୍ରଥମତଃ କହୁଛନ୍ତି ପକ୍ଷୀ ନାମ କାକ ଚଣ୍ଡାଳ। କାକ ପକ୍ଷୀ ହେଲା ଚଣ୍ଡାଳ। ପକ୍ଷୀ ନାମ କାକ ଚଣ୍ଡାଳ ଅର୍ଥାତ୍ କାକ ଚଣ୍ଡାଳ। ଦ୍ୱିତୀୟତଃ ହେଲେ ପଶୁ ନାମ କୁକୁର ଚଣ୍ଡାଳ। ପଶୁମାନଙ୍କ ମଧ୍ୟରେ କୁକୁର ହେଲା ଚଣ୍ଡାଳ। ଏବଂ ତୃତୀୟଟି କହୁଛନ୍ତି ଜ୍ୟୋତି ନାମ କ୍ରୋଧ ଚଣ୍ଡାଳ। ଜ୍ୟୋତି ନାମ କୋପ ଚଣ୍ଡାଳ ଅର୍ଥାତ୍ କାମ କ୍ରୋଧ ବରୁ ଲୋଭ ସବନାଥ ନରକ କେ ପନ୍ଥ ସବ ପରି ହରି ରଘୁବୀରହି ଭଜଉ ଭଜିୟ କେ ସନ୍ଥ। ଯିଏ ସାଧୁ, ଯିଏ ତପସ୍ୱୀ, ଯିଏ ପଣ୍ଡିତ, ଯିଏ ଜ୍ଞାନୀ କେବେ ହେଲେ ତାଙ୍କ ମନ ମଧ୍ୟରେ କ୍ରୋଧ ନଥାଏ। ଆଉ ଯଦି କ୍ରୋଧ ଆସିଗଲା ସେହି କ୍ରୋଧ କ'ଣ କରିଥାଏ ମଣିଷକୁ କ୍ଷଣିକ ମଧ୍ୟରେ ତଳିତଳାନ୍ତ କରିଦେଇଥାଏ। କ୍ରୋଧରେ ପଡ଼ି ମଣିଷ କେତେବେଳେ ଯେ କ'ଣ କରିଦିଏ ସେ ନିଜେ ମଧ୍ୟ ଜାଣେ ନାହିଁ। ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇଥାଏ। ତେଣୁ ଜ୍ୟୋତି ନାମ କ୍ରୋଧ ଚଣ୍ଡାଳ। ଏବଂ ଚତୁର୍ଥ କ'ଣ ନା ଚଣ୍ଡାଳ ପରନିନ୍ଦୁକ। ଯେଉଁମାନେ ପରର ନିନ୍ଦା କରନ୍ତି ସେମାନଙ୍କୁ ମଧ୍ୟ ଶାସ୍ତ୍ର ଚଣ୍ଡାଳ ବୋଲି କହିଛନ୍ତି। ଶାସ୍ତ୍ର କହନ୍ତି ନା ସପନେ ହୁ ନାହିଁ ଦେ ଖଇ ପର ଦୋଷା। ସ୍ୱପ୍ନର ସୁଦ୍ଧା ଅନ୍ୟକୁ ନିନ୍ଦା କରିବ ନାହିଁ, ଅନ୍ୟର ଦୋଷକୁ ଧରିବ ନାହିଁ। ଏବଂ ପଞ୍ଚମ ନମ୍ବରରେ ହେଉଛନ୍ତି ସିନ୍ଦୁର ବିହୀନ ନାରୀ। ଷଷ୍ଠତଃ ହେଉଛନ୍ତି ମୁକୁଟ ବିହୀନ ରାଜା। ଏବଂ ସପ୍ତମରେ ହେଉଛନ୍ତି ଚନ୍ଦନ ବିହୀନ ବିପ୍ର। ଯିଏ ବ୍ରାହ୍ମଣ ସିଏ ସବୁବେଳେ କପାଳରେ କ'ଣ କରିବେ ଚନ୍ଦନକୁ ଧାରଣ କରିଥିବେ। ଏବଂ ଅଷ୍ଟମ ନମ୍ବର ଚଣ୍ଡାଳ ହେଉଛନ୍ତି ଜୀବରେ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି। ଜୀବରେ ଦୟା ଆଉ ନାମରେ ବିଶ୍ୱାସ। ଜୀବରେ ଯାର ଦୟା ନାହିଁ ସେମାନେ ହେଲେ ସଂସାରରେ ଚଣ୍ଡାଳ। ତେଣୁ ଦର୍ଶକ ବନ୍ଧୁ ଶାସ୍ତ୍ର ମତ ଅନୁସାରେ ଏହି 8 ଜଣ ହେଉଛନ୍ତି ଚଣ୍ଡାଳ।